ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ। ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ବିଷୟବସ୍ତୁ ହେଉଛି ବୃଦ୍ଧାବସ୍ଥାରେ ଭୁଲରେ ଏହି 10ଟି ଜିନିଷ ଖାଆନ୍ତୁ ନାହିଁ। ଜୀବନ ଚକ୍ର ଆଗକୁ ବଢ଼ିବା ସହିତ ଯେତେବେଳେ ଆମେ 60 ବର୍ଷ ବୟସର ସୀମା ପାର କରିଥାଉ, ସେତେବେଳେ ଆମ ଶରୀରର ଆବଶ୍ୟକତା, ଜୀବନଶୈଳୀ ଏବଂ ହଜମ ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରାୟତଃ ଆପଣ ଦେଖିଥିବେ 60 ବର୍ଷ ପରେ ଲୋକମାନେ ଛୋଟ ମୋଟ ଶାରୀରିକ ସମସ୍ୟା, ଆଣ୍ଠୁ ଯନ୍ତ୍ରଣା କିମ୍ବା ପେଟ ଖରାପ ହେଲେ ଔଷଧ ଉପରେ ନିର୍ଭର କରିବା ଆରମ୍ଭ କରନ୍ତି। ସକାଳର ଆରମ୍ଭ ଚା ଓ ଔଷଧ ପତ୍ରରୁ ଆରମ୍ଭ ହୋଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପ୍ରକୃତି ଆମ ଶରୀରକୁ ବୃଦ୍ଧାବସ୍ଥାରେ ଦୁର୍ବଳ ହେବା ପାଇଁ ସୃଷ୍ଟି କରିନାହିଁ। ବୟସ ବଢ଼ିବା ସମୟରେ ପ୍ରକୃତ ଶକ୍ତି ଓ ଊର୍ଜା କେବଳ ଡାକ୍ତରଙ୍କ ଲେଖିଦେଇଥିବା ଔଷଧରୁ ନୁହେଁ, ବରଂ ଆପଣଙ୍କ ରୋଷେଇ ଘରରେ ଥିବା ଖାଦ୍ୟ ଏବଂ ଆପଣଙ୍କ ଥାଳିରୁ ହିଁ ଆସିଥାଏ। ଆୟୁର୍ବେଦରେ ଖାଦ୍ୟକୁ ଆମେ ସବୁଠାରୁ ବଡ଼ ଔଷଧ ବୋଲି କୁହାଯାଇଛି। ଯଦି ଆମେ ଠିକ୍ ସମୟରେ ଆମ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିପାରିବା, ତେବେ 70ରୁ 80 ବର୍ଷ ବୟସରେ ମଧ୍ୟ ଆମେ ଏକ ସ୍ୱାଧୀନ, ସକ୍ରିୟ, ଊର୍ଜାବାନ ଜୀବନ ବଞ୍ଚିପାରିବା। ଆଜିର ଏହି ଭିଡ଼ିଓରେ ଆମେ ସେହି 10ଟି ଗୁରୁତ୍ୱପୂର୍ଣ୍ଣ ନିୟମ ଏବଂ ଖାଦ୍ୟ ସମ୍ବନ୍ଧୀୟ କିଛି ଜରୁରୀ କଥା ବିଷୟରେ ଜାଣିବା, ଯାହାକୁ ଅନୁସରଣ କଲେ ବୃଦ୍ଧାବସ୍ଥାକୁ ମଧ୍ୟ ସୁସ୍ଥ ଓ ଆନନ୍ଦମୟ କରାଯାଇପାରିବ। ତେଣୁ ଏହି ସୂଚନାକୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଏହା ଆପଣ ଏବଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ସଚେତନତା ପାଇଁ ଉପଯୋଗୀ ହୋଇପାରେ। ନମ୍ବର 1, ଚିନାବାଦାମ ଓ କାଜୁ ପ୍ରତି ସାବଧାନ ରୁହନ୍ତୁ। ଅନେକ ଲୋକ ଭାବନ୍ତି ଯେ ସମସ୍ତ ଶୁଖିଲା ଫଳ ବା ନଟ୍ସ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ, କିନ୍ତୁ 60 ବର୍ଷ ପରେ କିଛି ନଟ୍ସ ଆପଣଙ୍କୁ ଲାଭ ବଦଳରେ ଅସୁବିଧା ଦେଇପାରେ। ଏହି ତାଲିକାରେ ପ୍ରଥମ ନାମ ହେଉଛି ଚିନାବାଦାମ। ଚିନାବାଦାମ ମାଟି ତଳେ ବଢୁଥିବାରୁ ଏଥିରେ ଫଙ୍ଗସ୍ ବା ପିମ୍ପି ଲାଗିବାର ଆଶଙ୍କା ରହିଥାଏ। ବୟସ ବଢ଼ିବା ସହିତ ଶରୀରର ବିଭିନ୍ନ ଅଙ୍ଗ କାର୍ଯ୍ୟକ୍ଷମତା ବଦଳିଥାଏ, ତେଣୁ ଖାଦ୍ୟର ଗୁଣବତ୍ତା ପ୍ରତି ବିଶେଷ ସତର୍କ ରହିବା ଦରକାର। ସେହିପରି କାଜୁ ମଧ୍ୟ ସମସ୍ତଙ୍କ ପାଇଁ ସମାନ ଭାବେ ଉପଯୋଗୀ ନୁହେଁ। ଯେଉଁମାନେ କିଡନୀ ଷ୍ଟୋନ୍, ରକ୍ତରେ ଶର୍କରା କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି, ସେମାନେ କାଜୁ ଓ ଅନ୍ୟ ନଟ୍ସ ଖାଇବା ପୂର୍ବରୁ ଡାକ୍ତର କିମ୍ବା ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ। ନମ୍ବର 2, ଭଜା ବାଦାମ, ଅଖରୋଟ ଓ ପିସ୍ତାକୁ ଖାଦ୍ୟରେ ସାମିଲ କରନ୍ତୁ। ଯଦି ଆପଣ ନଟ୍ସ ଖାଇବାକୁ ଚାହୁଁଛନ୍ତି, ତେବେ ବାଦାମ, ଅଖରୋଟ ଏବଂ ଲୁଣ ନଥିବା ସାଦା ପିସ୍ତାକୁ ସୀମିତ ପରିମାଣରେ ଖାଦ୍ୟରେ ସାମିଲ କରିପାରନ୍ତି। ବାଦାମରେ ପ୍ରୋଟିନ୍, ମାଗ୍ନେସିୟମ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ରାତିରେ କିଛି ବାଦାମ ପାଣିରେ ଭିଜାଇ ସକାଳେ ଖାଇପାରନ୍ତି। ତେବେ ବାଦାମ ଭିଜାଇ ଖାଇବା ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ। ଅଖରୋଟ ଓମେଗା-3 ଫ୍ୟାଟି ଏସିଡ୍ ସହିତ ଅନେକ ପୋଷକ ତତ୍ତ୍ୱ ରହିଛି। ଏହାକୁ ମଧ୍ୟ ସୀମିତ ପରିମାଣରେ ଖାଇପାରିବେ। ପିସ୍ତାରେ ପୋଟାସିୟମ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି, କିନ୍ତୁ ଅଧିକ ଲୁଣ ଥିବା ନମକିନ୍ ପିସ୍ତା ପରିବର୍ତ୍ତେ ସାଦା ପିସ୍ତା ଖାଇବା ଭଲ। ନମ୍ବର 3, ଅଧିକ ଲୁଣ, ଚିନି, ମଇଦାରୁ ଦୂରେଇ ରୁହନ୍ତୁ। ବୟସ ବଢ଼ିବା ସହିତ ଅଧିକ ଲୁଣ, ଅଧିକ ଚିନି ଏବଂ ଅତ୍ୟଧିକ ପ୍ରସ୍ତୁତ ମଇଦା ଖାଦ୍ୟକୁ ନିୟନ୍ତ୍ରଣ କରିବା ଦରକାର। ଅଧିକ ଲୁଣ ଖାଇଲେ ରକ୍ତଚାପ ବଢ଼ିବାର ଆଶଙ୍କା ଥାଏ, ତେଣୁ ଖାଦ୍ୟରେ ଲୁଣ ପରିମାଣ ନିୟନ୍ତ୍ରିତ ରଖନ୍ତୁ। କେବଳ ସନ୍ଧବ ଲବଣ ବ୍ୟବହାର କଲେ ସବୁ ସମସ୍ୟା ଦୂର ହୋଇଯାଏ ନାହିଁ,
ମୁଖ୍ୟ କଥା ହେଉଛି ମୋଟ ଲୁଣର ପରିମାଣ କମ୍ ରଖିବା। ସେହିପରି ଅଧିକ ଚିନି ଖାଇବା ମଧ୍ୟ ଭଲ ନୁହେଁ। ମିଠା ଖାଇବାକୁ ଇଚ୍ଛା ହେଲେ ମଧ୍ୟ ପରିମାଣକୁ ନିୟନ୍ତ୍ରଣ କରନ୍ତୁ। ଗୁଡ଼ ମଧ୍ୟ ଚିନିର ଏକ ବିକଳ୍ପ ହେଲେ ମଧ୍ୟ ଏଥିରେ ମଧ୍ୟ ଶର୍କରା ଥାଏ। ତେଣୁ ଏହାକୁ ମଧ୍ୟ ସୀମିତ ପରିମାଣରେ ଖାଇବା ଉଚିତ। ମଇଦାରେ ପ୍ରସ୍ତୁତ ବିସ୍କୁଟ, ବ୍ରେଡ୍, ସମୋସା ଓ ଅନ୍ୟାନ୍ୟ ଭଜା ଖାଦ୍ୟକୁ ଯଥାସମ୍ଭବ କମ୍ କରନ୍ତୁ। ତା ପରିବର୍ତ୍ତେ ସମ୍ପୂର୍ଣ୍ଣ ଶସ୍ୟ, ଚୋକଡ଼ ଥିବା ଅଟା ଓ ବିଭିନ୍ନ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଭଲ। ନମ୍ବର 4, ଭାରୀ ଖାଦ୍ୟ ପରିବର୍ତ୍ତେ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ। 60 ବର୍ଷ ପରେ ଶରୀରର ମେଟାବଲିଜମ୍ ଓ ହଜମ ପ୍ରକ୍ରିୟାରେ ପରିବର୍ତ୍ତନ ଆସିପାରେ। ତେଣୁ ଅତ୍ୟଧିକ ତେଲିଆ, ଭଜା ଏବଂ ଅଧିକ ମସଲାଯୁକ୍ତ ଖାଦ୍ୟ କମ୍ ଖାଇବା ଭଲ। ନିଜ ଥାଳିରେ ମୁଗ ଡାଲିର ଖେଚୁଡ଼ି, ଦଲିଆ, ସିଝା କିମ୍ବା ବାଷ୍ପରେ ପ୍ରସ୍ତୁତ ପନିପରିବା ଭଳି ସହଜରେ ହଜମ ହେଉଥିବା ଖାଦ୍ୟ ରଖନ୍ତୁ। ବିଶେଷ କରି ରାତିର ଭୋଜନ ହାଲୁକା ରଖିବା ଭଲ। ରାତିର ଖାଦ୍ୟ ଶୋଇବାର ପ୍ରାୟ 2-3 ଘଣ୍ଟା ପୂର୍ବରୁ ଖାଇବା ଅଭ୍ୟାସ କରନ୍ତୁ। ନମ୍ବର 5, ପାଣି ପିଇବାକୁ ଭୁଲନ୍ତୁ ନାହିଁ। ବୟସ ବଢ଼ିବା ସହିତ କେତେକ ଲୋକଙ୍କଠାରେ ତୃଷାର ଅନୁଭବ କମିଯାଏ। ଫଳରେ ସେମାନେ ଦିନସାରା ଆବଶ୍ୟକତା ଠାରୁ କମ୍ ପାଣି ପିଇପାରନ୍ତି। ଶରୀରରେ ପାଣିର ଅଭାବ ହେଲେ ଦୁର୍ବଳତା, ମୁଣ୍ଡ ଘୂରିବା ଓ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ତେଣୁ ଶୋଷ ଲାଗିବାର ଅପେକ୍ଷା ନକରି ଦିନସାରା ନିୟମିତ ଭାବେ ପାଣି ପିଅନ୍ତୁ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ଘଣ୍ଟାରେ ନିର୍ଦ୍ଦିଷ୍ଟ ପରିମାଣର ପାଣି ପିଇବା ଆବଶ୍ୟକ ନୁହେଁ। ଆପଣଙ୍କ ଶରୀର, ପାଣିପାଗ, ଶାରୀରିକ କାର୍ଯ୍ୟକଳାପ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପାଣିର ପରିମାଣ ରଖନ୍ତୁ। ଯେଉଁମାନେ କିଡନୀ କିମ୍ବା ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ପାଣିର ପରିମାଣ ନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ନମ୍ବର 6, କ୍ୟାଲସିୟମ ଓ ଭିଟାମିନ୍ ଡିର ସଠିକ୍ ସମନ୍ୱୟ। ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହେବାର ଆଶଙ୍କା ବଢ଼େ। କ୍ୟାଲସିୟମ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଏବଂ ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ ଶୋଷଣରେ ସହାୟତା କରେ। ତେଣୁ କେବଳ କ୍ୟାଲସିୟମ ଟାବଲେଟ୍ ଉପରେ ନିର୍ଭର ନକରି ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପ ଓ ଭିଟାମିନ୍ ଡିର ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ। ସକାଳର ମୃଦୁ ସୂର୍ଯ୍ୟାଲୋକରେ କିଛି ସମୟ ରହିବା ଶରୀରର ଭିଟାମିନ୍ ଡି ଉତ୍ପାଦନରେ ସହାୟତା କରିପାରେ। କିନ୍ତୁ ଖରାରୁ ମିଳୁଥିବା ଭିଟାମିନ୍ ଡିର ପରିମାଣ ସମୟ, ଚର୍ମ, ବୟସ, ସ୍ଥାନ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରେ। ତେଣୁ ଭିଟାମିନ୍ ଡି କମ୍ ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ନମ୍ବର 7, ବିଭିନ୍ନ ପ୍ରକାରର ପନିପରିବା ଖାଆନ୍ତୁ। ସାଧାରଣତଃ ସବୁଜ ପତ୍ରଯୁକ୍ତ ପନିପରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହାକୁ ସମ୍ପୂର୍ଣ୍ଣ ଛାଡ଼ିଦେବାର ଆବଶ୍ୟକତା ନାହିଁ। ପନିପରିବାକୁ ଭଲ ଭାବରେ ଧୋଇ ସଫା କରି ଆବଶ୍ୟକ ହେଲେ ରାନ୍ଧି ଖାଇବା ଉଚିତ। ଲାଉ, ଝୁଡ଼ଙ୍ଗ, କଖାରୁ ଏବଂ କଞ୍ଚା କଦଳୀ ଭଳି ପନିପରିବା ମଧ୍ୟ ଖାଇବାରେ ସାମିଲ କରନ୍ତୁ। ଏଗୁଡ଼ିକ ହାଲକା ଓ ପାଣିଯୁକ୍ତ ପନିପରିବା ହୋଇଥିବାରୁ ଅନେକ ଲୋକଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ। ଫଳରସ ପିଇବା ଅପେକ୍ଷା ସମ୍ପୂର୍ଣ୍ଣ ଫଳ ଯଥା ଅମୃତଭଣ୍ଡା, ସେଓ ଓ ଅନ୍ୟାନ୍ୟ ଋତୁକାଳୀନ ଫଳ ଖାଇବା ଭଲ, କାରଣ ଏଥିରୁ ଫାଇବର ମଧ୍ୟ ମିଳିଥାଏ। ନମ୍ବର 8, ହଳଦୀ ମିଶା ଗରମ କ୍ଷୀର। ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଅଳ୍ପ ପରିମାଣର ହଳଦୀ ମିଶାଇ ପିଇବାର ଅଭ୍ୟାସ କେତେ ଲୋକଙ୍କ ପାଇଁ ଭଲ ହୋଇପାରେ। ହଳଦୀରେ କର୍କ୍ୟୁମିନ୍ ନାମକ ଏକ ଉପାଦାନ ରହିଛି, ଯାହା ନେଇ ଏହାର ପ୍ରଦାହ ବିରୋଧୀ ଗୁଣ ସମ୍ପର୍କରେ ଅନୁସନ୍ଧାନ ହୋଇଛି। ତେବେ ହଳଦୀ କ୍ଷୀର ସମସ୍ତ ପ୍ରକାରର ଶରୀର ଯନ୍ତ୍ରଣା, ଗଣ୍ଠି ସମସ୍ୟା
କିମ୍ବା ସଂକ୍ରମଣକୁ ରାତିକ ମଧ୍ୟରେ ଠିକ୍ କରିଦିଏ ବୋଲି ଧରିନେବା ଠିକ୍ ନୁହେଁ। ଯଦି ଆପଣଙ୍କୁ କ୍ଷୀର ହଜମ ହୁଏ ନାହିଁ କିମ୍ବା କୌଣସି ବିଶେଷ ରୋଗ ରହିଛି, ତେବେ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନମ୍ବର 9, ଶାନ୍ତ ମନରେ ବସି ଭୋଜନ କରନ୍ତୁ। କ'ଣ ଖାଇବା ଜରୁରୀ, ସେହିପରି କିପରି ଖାଇବା ମଧ୍ୟ ଜରୁରୀ। ଭୋଜନ ସମୟରେ ଶାନ୍ତ ଭାବରେ ବସି ଖାଇବା ଅଭ୍ୟାସ କରନ୍ତୁ। ଟିଭି କିମ୍ବା ମୋବାଇଲ ଦେଖି ଖାଇବା ପରିବର୍ତ୍ତେ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତ୍ୟେକ ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବା ହଜମ ପ୍ରକ୍ରିୟା ପାଇଁ ଭଲ। 32 ଥର ଚୋବାଇବା ଏକ ନିର୍ଦ୍ଦିଷ୍ଟ ନିୟମ ନୁହେଁ। ମୁଖ୍ୟ କଥା ହେଉଛି ଖାଦ୍ୟକୁ ଭଲ ଭାବରେ ଚୋବାଇ ଧୀରେ ଧୀରେ ଖାଇବା। ନମ୍ବର 10, ଅତ୍ୟଧିକ ଖାଇବାରୁ ଦୂରେଇ ରୁହନ୍ତୁ। ଅନେକ ସମୟରେ ବୟସ୍କ ଲୋକମାନଙ୍କୁ ଦୁର୍ବଳ ଦେଖି ପରିବାର ଲୋକେ ଅଧିକ ଖାଇବା ପାଇଁ କହନ୍ତି, କିନ୍ତୁ ଅଧିକ ଖାଇବା ସବୁବେଳେ ଶକ୍ତି ବଢ଼ାଏ ନାହିଁ। ନିଜ ଭୋକ ଓ ଶରୀରର ଆବଶ୍ୟକତା ଅନୁସାରେ ଖାଇବା ଭଲ। ପେଟ ଭରିଯିବା ପରେ ମଧ୍ୟ ଜୋର କରି ଖାଇବା ପରିବର୍ତ୍ତେ ନିଜ ଭୋକକୁ ବୁଝି ଖାଆନ୍ତୁ। କେବଳ ପ୍ରତିଦିନ ଗୋଟିଏ ରୁଟି କମ୍ ଖାଆନ୍ତୁ ଭଳି ଏକ ନିର୍ଦ୍ଦିଷ୍ଟ ନିୟମ ସମସ୍ତଙ୍କ ପାଇଁ ଠିକ୍ ନୁହେଁ। ଆପଣଙ୍କ ଶରୀରର ଆବଶ୍ୟକତା ଓ ଓଜନ, ଶାରୀରିକ କାର୍ଯ୍ୟକଳାପ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟର ପରିମାଣ ରଖନ୍ତୁ। ନିଷ୍କର୍ଷ କ'ଣ ବାହାରିଲା? ମୋର ପ୍ରିୟ ଦର୍ଶକ ବନ୍ଧୁ, 60 ବର୍ଷ ବୟସ ପାର କରିବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଶରୀର ଦୁର୍ବଳ ହୋଇଯାଇଛି। ବୃଦ୍ଧାବସ୍ଥା କୌଣସି ରୋଗ ନୁହେଁ। ଏହା ଜୀବନର ଏକ ପରିପକ୍ୱ ଏବଂ ସୁନ୍ଦର ପର୍ଯ୍ୟାୟ। ଯଦି ଆମେ ଆଜିଠାରୁ ନିଜ ଥାଳିରେ ଆବଶ୍ୟକ ପରିବର୍ତ୍ତନ ଆଣିବା, ଅଧିକ ଲୁଣ, ଚିନି, ତେଲ ଭାଜି ଓ ପ୍ରସ୍ତୁତ ଖାଦ୍ୟକୁ କମାଇବା, ପର୍ଯ୍ୟାପ୍ତ ପାଣି ପିଇବା, ଫଳ ଓ ପନିପରିବା ଖାଇବା ଏବଂ ନିୟମିତ ଶାରୀରିକ କାର୍ଯ୍ୟକଳାପ କରିବା, ତେବେ ବୟସ ବଢ଼ିଲେ ମଧ୍ୟ ଆମେ ସକ୍ରିୟ ଓ ସ୍ୱାଧୀନ ଜୀବନ ବଞ୍ଚିପାରିବା। ମନେ ରଖନ୍ତୁ, ଏହି ସୂଚନା ସାଧାରଣ ସ୍ୱାସ୍ଥ୍ୟ ସଚେତନତା ପାଇଁ। ଯଦି ଆପଣଙ୍କର ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡନୀ ରୋଗ, ହୃଦ୍ରୋଗ କିମ୍ବା ଅନ୍ୟ କୌଣସି ଦୀର୍ଘମିଆଦୀ ରୋଗ ରହିଛି, ତେବେ ନିଜ ଖାଦ୍ୟ ଅଭ୍ୟାସରେ ବଡ଼ ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତର କିମ୍ବା ପଞ୍ଜୀକୃତ ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଏକ ଲାଇକ୍ ନିଶ୍ଚିତ କରନ୍ତୁ। କମେଣ୍ଟସରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲନ୍ତୁ ନାହିଁ। ଏହି ଭିଡ଼ିଓକୁ ନିଜ ବନ୍ଧୁ, ପରିବାର ସଦସ୍ୟ ଏବଂ ମାତାପିତାଙ୍କ ସହିତ ମଧ୍ୟ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇପାରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏଭଳି ଉପଯୋଗୀ ସୂଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ସଜାଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ରାଧେ ରାଧେ। ଜୟ ଜଗନ୍ନାଥ।